ମୁଁ ଡାକ୍ତର ସୁରେନ୍ଦ୍ରନାଥ ସେନାପତି ବର୍ତ୍ତମାନ ସର୍ବଭାରତୀୟ ବିକିରଣ ଚିକିତ୍ସକ ସଂଘର ସଭାପତି ଅଛି ଏବଂ ଓଡ଼ିଶାର କ୍ୟାନ୍ସର ଯେଉଁ ଅନୁଷ୍ଠାନ ଅଛି ଓଡ଼ିଶା ସୋସାଇଟି ଅଫ୍ ଅଙ୍କୋଲୋଜି ତାର ମଧ୍ୟ ମୁଁ ସଭାପତି ଅଛି। ହଁ, ଆମେ ଯଦି ଆମର ଯେଉଁ 2024ର ପରିସଂଖ୍ୟାନ ଦେଖିବା ସେଥିରୁ ଦେଖାହେଉଛି ଯେ ଭାରତରେ ହାରାହାରି 15,60,000 କର୍କଟ ରୋଗୀ ନିରୂପଣ ହେଇଥିଲେ। ସେଥିମଧ୍ୟରୁ ମହିଳାଙ୍କ ମଧ୍ୟରେ ଏହି କର୍କଟ ରୋଗୀଙ୍କ ସଂଖ୍ୟା ଥିଲା 7,80,000 ଏବଂ ସେଥିରୁ 2,40,000 ହେଉଛନ୍ତି ଏହି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ମହିଳା, ଯାହାକି ଟୋଟାଲ ସଂଖ୍ୟା ରହୁଛି 30%। ଆଉ ଓଡ଼ିଶାରେ ଯଦି ଦେଖିବା ତାହେଲେ ଓଡ଼ିଶାରେ ହାରାହାରି ଆମେ 60,000 କର୍କଟ ରୋଗୀ ଦେଖୁଛୁ, ସେଥିରୁ 1/3 ହେଉଛନ୍ତି ଆମର এই ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ମହିଳା। ଆଉ ଏଇ ଯୋଉ ବ୍ରେଷ୍ଟ କ୍ୟାନ୍ସର ଏଇଟା ଗୋଟେ ଲାଇଫଷ୍ଟାଇଲ ଡିଜିଜ। ଆମେ କହୁ ଆଜ ଇଜ ୟୋର ଲାଇଫଷ୍ଟାଇଲ ସୋ ଇଜ ୟୋର କ୍ୟାନ୍ସର। ଆମେ ଦେଖୁଛୁ ଯେ କୌଣସି ମହିଳା କର୍ମଜୀବୀ ମହିଳା ସେମାନଙ୍କର କ'ଣ ନା ଯୋଉ ଲାଇଫ ପ୍ୟାଟର୍ନ ୱାର୍କିଂ ପ୍ୟାଟର୍ନ ଭଲ ନଥାଏ ଏବଂ ସେମାନେ ଲେଟ୍ରେ ମ୍ୟାରେଜ କରନ୍ତି, ଯାହାଦ୍ୱାରା କି ଚାଇଲ୍ଡ ବାର୍ଥଟା ଡେରିରେ ହୁଏ। ଏତଦ୍ ବ୍ୟତୀତ ବ୍ରେଷ୍ଟ ଫିଡ଼ିଂ କରିବା ପାଇଁ ଛୁଆମାନଙ୍କୁ ବ୍ରେଷ୍ଟ ଫିଡ଼ିଂ କରିବା ପାଇଁ ବ୍ରେଷ୍ଟ ଫିଡ଼ିଂ ମଧ୍ୟ ନ କଲେ ଏଗୁଡ଼ା ସବୁ ସ୍ତନ କର୍କଟର କାରଣ। ଏବଂ ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଯଦି ଖାଇବା ତାହେଲେ ସେଥିରେ ମଧ୍ୟ ଲାଇକ୍ ପିଜା ବର୍ଜର ଏଗୁଡ଼ା ସବୁ ଯେଉଁ ଫ୍ୟାଟି ଡାଏଟ୍ ସେଗୁଡ଼ାକ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ଅଛି। ଏତଦ୍ ବ୍ୟତୀତ ଆମର କିଛିଟା ବ୍ରେଷ୍ଟ କ୍ୟାନ୍ସର ଆମର ବଂଶଗତ ହେଇଥାଏ, ଯୋଉଟାକି ଆମେ ସାଧାରଣତଃ ଗୋଟିଏ ଜିନ୍ ଅଛି BRCA1 ଆଣ୍ଡ BRCA2। ଏଇ ଜିନ୍ ପରୀକ୍ଷା କରି ଆମେ ଜାଣିପାରିବା କୌଣସି ମହିଳାଙ୍କର ଯଦି ବ୍ରେଷ୍ଟ କ୍ୟାନ୍ସର ହେଇଛି ତାହେଲେ ତାଙ୍କର ଝିଅ ବା ତାଙ୍କର ଭଉଣୀ ତାଙ୍କ କ୍ଷେତ୍ରରେ ମଧ୍ୟ ଏହି ସ୍ତନ କର୍କଟ ରୋଗ ହେବାର ସମ୍ଭାବନା ଅଧିକା। ତେଣୁ ଏଇଭଳିଆ ପରିସ୍ଥିତିରେ କୌଣସି ଗୋଟେ ମହିଳା ଯଦି ତାଙ୍କର ସ୍ତନରେ ଗୋଟେ ଆବୁ ହୁଏ ଏବଂ ଆବୁଟି କ୍ରମଶଃ ବଢ଼ି ଚାଲେ, ବଢ଼ିକି ତାହା ମଧ୍ୟ ପେନ୍ ହୁଏ ଏବଂ ତାହା ପାଖେ ଥିବା ଯେଉଁ ସ୍କିନ୍କୁ ଯଦି ମାଡ଼ିଯାଏ କିମ୍ବା କାଖକୁ ମାଡ଼ିଯାଏ ତାହେଲେ ଆମେ ସନ୍ଦେହ କରି ନେବା ଯେ ଏଥିରେ ବ୍ରେଷ୍ଟ କ୍ୟାନ୍ସର ହେଇଥାଇପାରେ। କିନ୍ତୁ ସବୁ ଗୁଳା ଯେ ବ୍ରେଷ୍ଟ କ୍ୟାନ୍ସର ଯେଉଁ ହେଉଛି ତାହା କ୍ୟାନ୍ସର ତାହା ନୁହେଁ, କିନ୍ତୁ ସେଥିପାଇଁ ଆମେ ପରୀକ୍ଷା କରି ନେବା ଉଚିତ। ସାଧାରଣ ଛୋଟିଆ ପରୀକ୍ଷା ଗୋଟେ ହେଉଛି ଆମର ମାମୋଗ୍ରାଫି। ଏଇ ମାମୋଗ୍ରାଫିରେ ଆମକୁ ଜଣେଇଦେବ ଯେ ଏଥିରେ ବ୍ରେଷ୍ଟ କ୍ୟାନ୍ସର ଥିବାର ସମ୍ଭାବନା ଅଛି ନା ନାହିଁ। ଏତଦ୍ ବ୍ୟତୀତ କନଫର୍ମେଟରି ଡାୟଗ୍ନୋସିସ୍ ହେଉଛି ଆମେ ଯଦି କ୍ଲିନିସିଆନ୍ ଯଦି ଭାବିବେ ଯେ ଏଥିରେ ବ୍ରେଷ୍ଟ କ୍ୟାନ୍ସର ହେଇଛି ତାହେଲେ ସେଥିରୁ ଗୋଟେ ଟିସ୍ୟୁ ନେଇକରି ବାୟୋପ୍ସି କରି ଆମେ ଜାଣିପାରିବା ହଁ ଏଥିରେ ବ୍ରେଷ୍ଟ କ୍ୟାନ୍ସର ଅଛି ନା ନାହିଁ। ତେଣୁ ଯଦି ବ୍ରେଷ୍ଟ କ୍ୟାନ୍ସର ରୋଗ ନିରୂପଣ ହୁଏ ତାହେଲେ ଆମେ ସେଥିରେ ପରୀକ୍ଷା କରିଥାଉ ଯେ ଏଇଟା କେଉଁ ଷ୍ଟେଜରେ ଅଛି। ସାଧାରଣତଃ ଯଦି ଆମେ ପ୍ରଥମ ବା ଦ୍ୱିତୀୟ ବା ତୃତୀୟ ଅବସ୍ଥାରେ ନିରୂପଣ ହୁଏ ତାହେଲେ ରୋଗୀଙ୍କର ରୋଗ ଭଲ ହେବାର ସମ୍ଭାବନା ଅଧିକା ଏବଂ ଯଦି ଚତୁର୍ଥ ଅବସ୍ଥାରେ ନିରୂପଣ ହୁଏ ତାହେଲେ ଏଥିରେ ରୋଗ ଭଲ ହେବା ସମ୍ଭାବନା କମ୍। ତେଣୁ এই ବାୟୋପ୍ସି କରିକି ଆମେ ରୋଗ ନିରୂପଣ କରିବା। ତା ଛଡ଼ା ଦରକାର ପଡ଼ିଲେ ଆମେ ସିଟି ସ୍କାନ୍ କରିଥାଉ କିମ୍ବା MRI କରିଥାଉ। ଆଜିକାଲି ବାହାରିଲାଣି ପେଟ୍ ସ୍କାନ୍ ମାନେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସେ ଆମକୁ ଜଣେଇଦେବ ଯେ ରୋଗଟା କେଉଁଠି ଅଛି ଏବଂ ଶରୀରରେ କେଉଁ ଅଂଶକୁ ସ୍ପ୍ରେଡ୍ ହେଇଛି। ତେଣୁ ଏହି ରୋଗ ନିରୂପଣ ହେଇଗଲା ପରେ ଆମର ଷ୍ଟେଜ୍ ଅନୁଯାୟୀ ଚିକିତ୍ସା ହେଇଥାଏ। ତା ଛଡ଼ା ମଧ୍ୟ ଗୋଟିଏ ହର୍ମୋନ ରିସେପ୍ଟର ଅଛି ER, PR and HER2। এই ପରୀକ୍ଷା କରିକି ଆମେ ଡିସାଇଡ୍ କରିଥାଉ ଯେ ଆଗ ଅପରେସନ୍ ହେବ ନା ଆଗ କେମୋଥେରାପି ଦେଇ କମେଇକିରି ତାପରେ ଅପରେସନ୍ ହେବ। ସାଧାରଣ ଆଗେ ଅପରେସନ୍ କ'ଣ କରୁଥିଲେ ନା ଟୋଟାଲ ବ୍ରେଷ୍ଟଟା କାଢ଼ି ଦେଉଥିଲେ, କିନ୍ତୁ ଆଜିକାଲି ଆଉ ଟୋଟାଲ ବ୍ରେଷ୍ଟ କଢ଼ା ହେଉନାହିଁ। ଯେଉଁ ଗୁଳାଟି ଅଛି ସେ ଗୁଳାକୁ କାଢ଼ି ଏବଂ କାଖରେକୁ କ୍ଲିୟର କରି ବ୍ରେଷ୍ଟକୁ ରଖିକିରି ମଧ୍ୟ ତାପରେ କେମୋଥେରାପି ରେଡ଼ିଏସନ୍ ଦେଇକରି ରୋଗ ବି ଭଲ ହେଉଛି। ଆଉ ବ୍ରେଷ୍ଟ କ୍ୟାନ୍ସର ରୋଗୀ ଯଦି ଆମକୁ ପ୍ରଥମ ବା ଦ୍ୱିତୀୟ ଅବସ୍ଥା ବା ତୃତୀୟ ଅବସ୍ଥା ନିରୂପଣ ହୁଅନ୍ତି ତାହେଲେ ଏଥିରେ ବହୁତ ରୋଗୀ ଭଲ ହେଇକି ଅଛନ୍ତି, ବର୍ଷ ଦେଇକି ପୁରା ମଧ୍ୟ କ୍ୟୁର ହେଉଛନ୍ତି। ତେଣୁ ଏଥିପାଇଁ ଯେଉଁ ଚିକିତ୍ସା ବର୍ତ୍ତମାନ ବହୁତ ଆଗେଇ ଗଲାଣି, ସେଥିପାଇଁ ମଡର୍ଣ୍ଣ ଆଜିକାଲି କେମୋଥେରାପି, ହର୍ମୋନ ଥେରାପି, ଇମ୍ୟୁନୋଥେରାପି ଏସବୁ ଚିକିତ୍ସା ବହୁତ ବାହାରିଲାଣି ବ୍ରେଷ୍ଟ କ୍ୟାନ୍ସରରେ। ତେଣୁ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କର ରୋଗ ଭଲ ହେବା ସମ୍ଭାବନା ବହୁତ ଅଧିକା। କିନ୍ତୁ ସବୁଠୁ ବଡ଼ ଜିନିଷ ହେଉଛି ସଚେତନତା। ଆମେ ସଚେତନ ହେବା ଉଚିତ ଯେ ଆମେ ଫ୍ୟାଟି ଡାଏଟ୍ ତାକୁ ବର୍ଜନ କରିବା ଉଚିତ, ଛୁଆମାନଙ୍କୁ ବ୍ରେଷ୍ଟ ଫିଡ଼ିଂ କରିବା ଉଚିତ ଏବଂ ଅତି ଜରୁରୀ ଯେ ବ୍ରେଷ୍ଟ ସେଲ୍ଫ ଏକ୍ଜାମିନେସନ୍। ମହିଳାମାନେ ମାସିକ ଋତୁସ୍ରାବର
5 ଦିନ 7 ଦିନ ପରେ ସେ ତାଙ୍କର ନିଜ ବ୍ରେଷ୍ଟକୁ ନିଜେ ପାଲପେଟ୍ କରିକି ଜାଣିପାରିବେ। ଉଦାହରଣ ସ୍ୱରୂପ ବାଁ ପଟ ବ୍ରେଷ୍ଟକୁ ଡାହାଣ ହାତରେ ଏବଂ ଡାହାଣ ପଟ ବ୍ରେଷ୍ଟକୁ ବାଁ ହାତରେ ପାଲପେଟ୍ କରିକି, ଏ ଟିପ୍ରେ ନୁହେଁ, ଆମର ଏଥିରେ ପାଲପେଟ୍ କରିକି ସେମାନେ ଜାଣିପାରିବେ ଯେ ବ୍ରେଷ୍ଟରେ କିଛି ଗୁଳା ଅଛି ନା ନାହିଁ। ଯଦି କିଛି ସନ୍ଦେହ ହୁଏ ତାହେଲେ ନିକଟସ୍ଥ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ଏବଂ ଗୋଟିଏ ମାମୋଗ୍ରାଫି କରିକିରି ଯଦି ରୋଗ ଥାଏ ତାହେଲେ ରୋଗ ନିରୂପଣ ହେଇକିରି ପ୍ରଥମ ଦ୍ୱିତୀୟ ଅବସ୍ଥାରେ ରୋଗ ନିରୂପଣ ହେଇକି ଚିକିତ୍ସା କଲେ ରୋଗୀ ନିଶ୍ଚିତ ଭଲ ହେଇଯିବ। ନିଶ୍ଚିତ ଆମେ ଯଦି ସଚେତନ ନ ହେବା, ଯଦି ଆମେ ପ୍ରଥମ ବା ଦ୍ୱିତୀୟ ଅବସ୍ଥା ରୋଗ ନିରୂପଣ ନ କରିବା ତାହେଲେ ଆମେ ଯେତେବେଳେ ଚତୁର୍ଥ ଅବସ୍ଥାରେ ଆସିଯିବ ସେତେବେଳେ ରୋଗ ଭଲ ହେବା ସମ୍ଭାବନା ବହୁତ କମ୍। ତେଣୁ ଆମକୁ ସଚେତନ ହେବାର ଅଛି। ଆମେ ନିଜର ବ୍ରେଷ୍ଟ ନିଜେ ପାଲପେଟ୍ କରିକି ଜାଣିପାରିବା ଯେ ଏଥିରେ କିଛି ଅସୁବିଧା ଅଛି ନା ନାହିଁ। ଯଦି ଅସୁବିଧା ଥାଏ ତାହେଲେ ନିକଟସ୍ଥ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ଏବଂ ମାମୋଗ୍ରାଫି କରିକିରି ରୋଗ ନିରୂପଣ କରିନେବା ଉଚିତ। ନିଶ୍ଚିତ ଆମେ ଯଦି ଦେଖୁଛୁ ଯେ ବର୍ତ୍ତମାନ ଯୋଉ କର୍କଟ ରୋଗୀ ଆମ ପାଖକୁ ଆସୁଛନ୍ତି, 3ଟି କର୍କଟ ରୋଗ ସବୁଠୁ ଅତ୍ୟଧିକ ଆମ ଓଡ଼ିଶାରେ। ଗୋଟେ ହେଉଛି ମୁଖ ଗହ୍ୱର ଜନିତ କର୍କଟ ପୁରୁଷମାନଙ୍କ ମଧ୍ୟରେ ଏବଂ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ ଏବଂ ଜରା କର୍କଟ ରୋଗ। ପ୍ରଥମ ଥିଲା ଯେ ଜରା କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା, କିନ୍ତୁ ବର୍ତ୍ତମାନ ତାହା କମିଯାଇ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ ମହିଳାମାନଙ୍କ ମଧ୍ୟରେ। ତେଣୁ ଆମେ ସଚେତନ ହେବା ଉଚିତ ଏବଂ ଏହି କର୍କଟ ରୋଗ ପ୍ରଥମ ଦ୍ୱିତୀୟ ଅବସ୍ଥା ନିରୂପଣ କରିକିରି ଆରୋଗ୍ୟ ହେବା ଉଚିତ। ନିଶ୍ଚିତ ଆମେ ସାଧାରଣତଃ ଆମେ ଦେଖୁ ଯେ 50 ଇୟର୍ସ ପାଖାପାଖି ବା 50 ଇୟର୍ସ ପ୍ଲସ୍ ଆମର ଏହି ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକା ଥିଲା, କିନ୍ତୁ ଆଜିକାଲି अर्ली स्टेज इवेन 35 ରୁ 40 वर्ष महिला ମାନଙ୍କ ମଧ୍ୟରେ ମଧ୍ୟ ଆମେ ଏହି ବ୍ରେଷ୍ଟ କ୍ୟାନ୍ସର ରୋଗୀ ମଧ୍ୟ ପାଉଛୁ। सर शेषରେ मेसेज कोन पाइबो? As is your lifestyle, so is your cancer. So change your lifestyle and save yourself. At least morning walk करंतु एवं vegetable diet खांतु, fat avoid करंतु, तेणु एवं निज शरीर प्रति जत्नवान हुअन्तु। तेणु ब्रेस्ट कैंसर निश्चित आमर बहुत कमी जीव।